କୁନି ଆଉ ତାର ଗୋଟିଏ ବୋଲି ପୁଅ ଶିବୁ ପ୍ରତିଦିନ ଚାଲି ଯାଆନ୍ତି ପାଖ ଜଙ୍ଗଲକୁ। ମାଟି ଜାଳକୁଟା ସଂଗ୍ରହ କରେ ଆଉ ପୁଅଟି ତାର ଗଛମାନଙ୍କରୁ ଫଳମୂଳ ସବୁ ତୋଳେ। ମନ ଖୁସିରେ ମା ପୁଅ ଦିଏ ଫଳମୂଳ ଆଣି ଘରକୁ ଆସନ୍ତି। ଦି ପ୍ରାଣୀ କୁଟୁମ୍ବ ସେମାନେ ଭାରି ଖୁସିରେ ଥାଆନ୍ତି। ଭରସା କେବଳ ସେଇ କଳା ଠାକୁର। ମାଟି ପ୍ରତିଦିନ କୁହେ, ବୁଝିଲୁ ଶିବୁ, ସବୁ କରୁଥିବୁ, ଏଇ ଜଙ୍ଗଲ ପାଖରେ ଯେଉଁ ବୁଢ଼ା ସନ୍ନ୍ୟାସୀ ରହୁନାହାନ୍ତି ତାଙ୍କ ପାଖକୁ କେବେ ଯିବୁନି। ଆଉ ଜାଣିଛୁ, ଯଦି ସେଠାକୁ ଯାଉ ସବୁଦିନ ପାଇଁ ଅନ୍ଧ ହେଇଯିବୁ। ଛୁଆଟା ମଧ୍ୟ ମା କଥା ମାନି କେବେ ହେଲେ ସାଡ଼େ ଧ୍ୟାନ ଦିଏନି। ସବୁଦିନ ସଞ୍ଜ ବୁଡ଼େ ମାଟି ତାର ସେ ଅବୁଝା ପୁଅକୁ ନେଇ ଚାଲିଯାଏ କାଳିଆସୁନାର ମନ୍ଦିରକୁ। ଏପଟେ ପୂଜାରୀ ନନା ଆସି ଭାଗବତ ପାଠ କରନ୍ତି। ଭାରି ଆନନ୍ଦ ଲାଗେ। ଆଉ ମାଟି ସାଙ୍ଗରେ ନେଇଥାଏ ତାରି ପୁଅ ତୋଳି ଆଣିଥିବା କିଛି ଫଳମୂଳକୁ। ଯେତେବେଳେ କାଳିଆସୁନାକୁ ଦିଏ, ଶିବୁ କୁହେ, ମା, ମୁଁ ଆଣିଥିବା ଫଳମୂଳକୁ ତୁ କିଆଁ ସବୁବେଳେ ତାକୁ ଦେଉଛୁ? ମାଟି କୁହେ, କାଳିଆ ମୋର ପୁଅ ପରିକା, ତୁ ମୋର ଯେମିତି ପୁଅ ସିଏ ମଧ୍ୟ ମୋର ପୁଅ। ହେଲେ ମା, ସିଏ ତ ମୋ ସହ କେବେ କଥା ହେଉନି, ନା ମୋ ସହ ଖେଳୁଛି, ନା ମୋର ନାଁ ଧରି ଡାକୁଛି। ମାଟି ବୁଝେଇ ପାରେନି ପୁଅକୁ। ଯେତେ ପ୍ରକାର କହିଲେ ସୁଦ୍ଧା ଛୁଆଟାର ମନ ବୁଝେନି। ଦିନକର ଘଟଣା, କୁନିକୁ ଭୀଷଣ ଜ୍ୱର। କ'ଣ ଆଉ କରିବ? ବିଛଣାରେ ପଡ଼ି ଛଟପଟ ହେଉଥାଏ। ମନେ ମନେ ଭାବୁଥାଏ, ପ୍ରତିଦିନ ଜଙ୍ଗଲକୁ ଯାଏ, ମୋ କାଳିଆସୁନା ପାଇଁ ଫଳ ଗୋଟା ଆଣେ। ନା ଆଉ ଯାଇପାରିବି, ନା ତା ପାଇଁ ଫଳ ଗୋଟା ଆଣିପାରିବି। ପୁଅ ତାର କହୁଥାଏ, ମା, ତୁ ଜମା ବ୍ୟସ୍ତ ହନା, ମୁଁ ପରା ଅଛି, ମୁଁ ଜଙ୍ଗଲକୁ ଯିବି, ମୋ କାଳିଆ ଭାଇ ପାଇଁ ମୁଁ ଫଳ ଆଣିବି। ମାଟି କହୁଥାଏ, ନାଇଁରେ ଶିବୁ, ତୁ ଜମା ଯାଆନି। ବିରାଟ ଜଙ୍ଗଲ, ତା ଭିତରେ କେତେ ଜୀବଜନ୍ତୁ ଅଛନ୍ତି। ଛୋଟ ଛୁଆଟା ତୁ, ଯାଇପାରିବୁନି ତୁ। ଶିବୁ କିନ୍ତୁ ଜିଦି କରି ବସିଲା, ନାଇଁ ମା, ମୁଁ ଜଙ୍ଗଲକୁ ଯିବି, ମୋ କାଳିଆ ଭାଇ ପାଇଁ ଫଳ ଗୋଟା ଆଣିବି। ମା ଆଉ ବୁଝେଇ ପାରିଲାନି। ହଉରେ ବାପା, କହୁଛୁ ଯଦି ଯା, ବେଳ ଥାଉଣୁ ଆସିବୁ। ଆଉ ମନେ ରଖ, ସେ ବୁଢ଼ା ସନ୍ନ୍ୟାସୀଙ୍କ ପାଖକୁ କେବେ ଯିବୁନି, ଦେଖିକି ଯିବୁ। ମାଆକୁ ହଁ କହିଦେଇ ଶିବୁ ଚାଲି ଆସିଲା ଜଙ୍ଗଲ ଭିତରକୁ। ହେଲେ ଏପଟେ ମାଆର ମନ ବା ବୁଝିବ କେଉଁଠୁ? କାଳିଆସୁନା ଆଗରେ ହାତକୁ ଯୋଡ଼ି ଦେଇ କହୁଥାଏ, କାଳିଆରେ, ଛୁଆଟା ମୋର ଭାରି ଜିଦିଆ, ଏଡ଼େ ବଡ଼ ଜଙ୍ଗଲ ଭିତରକୁ ଯାଇଛି, ତାକୁ ଟିକେ ସାହା ହେଇଥିବୁ କାଳିଆ, ତାର ପାଖେ ପାଖେ ଥିବୁ, ମୋ ଛୁଆର ଯେମିତି କିଛି ନ ହୁଏ, ତୋତେ ଲାଗିଲା ସିଏ। ଏପଟେ ଶିବୁ ଆସି ପହଞ୍ଚିଛି ଜଙ୍ଗଲ ଭିତରେ। ଭାରି ଖୁସି ହେଇଗଲା। ପଶୁପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦ ଆଉ ତା ସାଙ୍ଗକୁ ସୁଲୁସୁଲିଆ ପବନ, ଭାରି ଆନନ୍ଦ ଲାଗୁଥାଏ। ମନ ଭିତରେ କେବଳ ଗୋଟିଏ କଥା ଭାବୁଥାଏ, ମା ମୋତେ କହିଛି ସନ୍ନ୍ୟାସୀ ପାଖକୁ କେବେ ଯିବିନି। ଶିବୁ ଯେତେବେଳେ ଫଳମୂଳ ସବୁ ତୋଳି ସାରିଛି, ଦେଖିଲା ସାମ୍ନାରେ ତାର ଛୋଟିଆ ହରିଣ ଛୁଆଟିଏ। ଭାରି ଖୁସି ଲାଗିଲା। ତାକୁ ଧରିବା ପାଇଁ ତା ପଛେ ପଛେ ଧାଇଁଗଲା ଶିବୁ। ଜାଣିପାରିନି କେତେ ବାଟ ଚାଲି ଆସିଲାଣି। ଶିବୁ ହଠାତ୍ ଦେଖିଲା ସାମ୍ନାରେ ତାର କିଛି ଡାକୁ ହାତରେ ଧରିଛନ୍ତି ଛୁରୀ ଭୁଜାଲି। ସମସ୍ତେ କଥା ହେଉଥାନ୍ତି। କେଉଁଠୁ ଯେ ଛୁଆଟା ମିଳିବ, ହଠାତ୍ କେହି ଜଣେ କହି ପକେଇଲା, ହେଇରେ, ଏଇ ଟୋକାଟାକୁ ନେଇଯିବା, ମହାଜନ ଆମକୁ 50,000 ଟଙ୍କା ଦେବ, ଧର ଆକୁ। ଏତିକି କହି ଯେତେବେଳେ ଡାକୁମାନେ ତାକୁ ଗୋଡ଼େଇଛନ୍ତି, ବିଚରା ଜୀବନକୁ ବଞ୍ଚାଇବା ପାଇଁ ଜଙ୍ଗଲ ସାରା ଧାଇଁଲା। ପାଟିରେ ଖାଲି ଡାକ ସବୁ ଥାଏ, ମା। କ'ଣ ବା ଆଉ କରିବ? ପଛରେ ପଡ଼ିଛନ୍ତି ଡାକୁ। କିଛି ବୁଦ୍ଧିବାଟ ଦିଶୁନଥାଏ। ଛୋଟ ଛୁଆଟା ସାମ୍ନାରେ ଦିଶିଲା ଏକ କୁଡ଼ିଆ। କାହାକୁ କିଛି ନ କହି ସିଧା ପଶିଗଲା ସେ କୁଡ଼ିଆ ଭିତରକୁ। ହଠାତ୍ ଡାକୁମାନେ ରହିଗଲେ। ସମସ୍ତେ ଜାଣିଛନ୍ତି ଇଏ ହେଉଛି ସେଇ ଆଶ୍ରମ ଯେଉଁଥିରେ କି ବୁଢ଼ା ସନ୍ନ୍ୟାସୀ ରହୁଛନ୍ତି। ଆଶ୍ରମକୁ ଯିଏ ଥରେ ଯାଇଛି, ସବୁଦିନ ପାଇଁ ଅନ୍ଧ ହୋଇ ଫେରିଛି। ଡାକୁମାନେ ଡରିକି ଚାଲିଗଲେ ସେଠାରୁ। ଏପଟେ ସନ୍ନ୍ୟାସୀ ଜଣକ ତପସ୍ୟାରୁ ଉଠି ଦେଖନ୍ତି ତ ସାମ୍ନାରେ ତାଙ୍କର ଛୋଟିଆ ଛୁଆଟିଏ। ତାକୁ କୋଳେଇ ନେଇ କହିଲେ, କିରେ ବାପା, ଏଡ଼େ ବଡ଼ ଜଙ୍ଗଲ ଭିତରେ କୁଆଡ଼ୁ ଆସିଲୁ? ଶିବୁ ତାଙ୍କୁ ସବୁ ଜଣେଇଲା। ଏପଟେ ସନ୍ନ୍ୟାସୀ ଜଣକ କହୁଥାନ୍ତି, ହଉରେ ବାପା, ଡାକୁମାନେ ସମସ୍ତେ ଚାଲିଗଲେଣି, ଏବେ ତୁ ତ ଘରକୁ ଫେରିଯା। ଶିବୁ ପଚାରିଲା, ହେଲେ ତମେ ଏଠି କ'ଣ କରୁଛ? ସାଧୁ ଜଣକ କହିଲେ, ମୁଁ ଗୋଟିଏ ସାପ ପାଇଛି ବାପା। ମୋ ଆଶ୍ରମକୁ ଯିଏ ବି ଆସିବ, ଯଦି ସିଏ ପାଣି ଟୋପେ ପିଇ ଦେଇଯାଏ, ତାହେଲେ ସିଏ ଅନ୍ଧ ହେଇଯିବ।
ଆଉ ଯଦି ପାଣି ନ ପିଇକି ଯାଏ ମୁଁ ସବୁଦିନ ପାଇଁ ଅନ୍ଧ ହୋଇଯିବି। ଶିବୁ ଯେତେବେଳେ এই କଥା ଶୁଣିଲା ତାର ମନେ ପଡ଼ିଗଲା ମା ତାର କହିଥିଲା ସେଇ ସନ୍ନ୍ୟାସୀଙ୍କ ଆଶ୍ରମକୁ କେବେ ହେଲେ ଯିବୁନି, ଆଉ ଯଦି ଯାଉ ସବୁଦିନ ପାଇଁ ଅନ୍ଧ ହୋଇ ଫେରିବୁ ବାପା। ବିଚରା କରିବ ବା କ'ଣ? ମରଣ ମୁହଁରୁ ସିନା ବଞ୍ଚିଗଲା, ହେଲେ ସବୁଦିନ ପାଇଁ ଅନ୍ଧ ହୋଇଯିବ ଯେ। ମୋତେ ପାଣି ଟୋପେ ଦିଅ। ଛୁଆଟା ଯେତେବେଳେ ଏମିତି କହୁଛି ସନ୍ନ୍ୟାସୀ ଜଣକ କାନ୍ଦି ପକାଇଲେ, କହିଲେ ନାଇଁରେ ବାପା, ତୁ ଛୋଟ ଛୁଆଟା, ତୁ ବଡ଼ ହବୁ, ତୁ ହେଉଛୁ ଭବିଷ୍ୟତ, ତୁ ଚାଲିଯା, ସେ ଭୁଲ ଜମା କରନି, ସବୁଦିନ ପାଇଁ ଅନ୍ଧ ହୋଇଯିବୁ ଯେ। ଛୁଆଟା ପୁଣି କହୁଥାଏ ହେଲେ ମୁଁ ଯଦି ଏଠୁ ଏମିତି ଚାଲିଯିବି ତମେ ସବୁଦିନ ପାଇଁ ଅନ୍ଧ ହୋଇଯିବ। ସନ୍ନ୍ୟାସୀ ଜଣକ ପୁଣି କହୁଥାନ୍ତି ମୁଁ ପଛେ ଅନ୍ଧ ହେଲେ ହୁଏ, ତୁ କିନ୍ତୁ ଚାଲିଯା। ପିଲାଟା କିନ୍ତୁ ଜମା ଶୁଣିଲାନି। ସେ କହୁଥାଏ ବୁଝିଲ, ତୁମେ ପରା ମୋର ଜୀବନ ବଞ୍ଚେଇଛ, ମୋ ଆଖିଟା କ'ଣ ମୋ ଜୀବନଠାରୁ ମୂଲ୍ୟବାନ କି? ନାଇଁ, ମା ଆମର କହିଛି ଯିଏ ମୋତେ ଜୀବନରେ ଟିକେ ବି ସାହାଯ୍ୟ କରିଥିବ ମୁଁ କେବେ ହେଲେ ତାକୁ ଭୁଲିବିନି। ଆଉ ତୁମକୁ ଯଦି ମୁଁ ଏମିତି ଛାଡ଼ି ଦେଇଯାଏ ଠାକୁର ମୋତେ କେବେ କ୍ଷମା କରିବେନି। ପିଲାଟା ଏକା ଜିଦି କରି ସନ୍ନ୍ୟାସୀଙ୍କ ଠାରୁ ପାଣି ମୁନ୍ଦେ ପିଇଦେଲା। ଯେତେବେଳେ ପାଣି ପିଇ ସାରିଛି ସମ୍ପୂର୍ଣ୍ଣ ରୂପେ ଦୁଇଟା ଯାକ ଆଖି ତାର ଅନ୍ଧ ହୋଇଗଲା। କିଛି ଆଉ ଦେଖିପାରୁନଥାଏ। ସେମିତି ଅଣ୍ଡାଳି ଅଣ୍ଡାଳି ବାଟ ଚାଲିଥାଏ ଆଉ ଗାମୁଛା କାନିରେ ବାନ୍ଧିଥାଏ କାଳିଆ ସୁନା ପାଇଁ ଫଳ 2-4ଟା। ହଠାତ୍ ତାର ମନେ ପଡ଼ିଯାଉଥାଏ କାଳିଆରେ, ମାଆକୁ ମୁଁ ଭାରି ଭଲ ପାଏ, ମୁଁ ତ ସବୁଦିନ ପାଇଁ ଅନ୍ଧ ହୋଇଗଲି, ନା ଆଉ ମାଆକୁ କେବେ ଦେଖିପାରିବି ନା ତୋତେ କେବେ। ମା ପରା କୁହେ ତୁ ହେଉଛୁ ତାର ପୁଅ ପରିକା, ମାଆକୁ ମୋର ସାହା ହେଇଥିବୁ, ତାକୁ ଟିକେ ଦେଖୁଥିବୁ। ତାର ଦେହ ଭାରି ଖରାପ, ବିଛଣାରେ ପଡ଼ି ବିଚରା ଛଟଫଟ ହେଉଥିଲା, ମନା କରୁଥିଲା ମୋତେ, କଥା ତାର ମାନିଲେନି। ତାକୁ ଟିକେ ଦେଖୁଥିବୁ ରେ କାଳିଆ। ମୁଁ ତ ଆଉ ଘରକୁ ଯାଇପାରିବି କି ନାହିଁ। ଛୁଆଟା ଏପଟରେ ଏମିତି ଅଣ୍ଡାଳି ହେଉଥାଏ, ସେପଟେ ମାଆଟା ମଧ୍ୟ ଭାବୁଥାଏ କ'ଣ ହେଲା କେଜାଣି, ଛୁଆଟା ମୋର ଏତେବେଳ ହେଲା ଆସିନି, କିଛି ଅସୁବିଧା ହେଲା କି? ମାଆଟି ମଧ୍ୟ ଛୁଆଟା କଥାକୁ ଭାବି ଭେଁ ଭେଁ ହିଁ କାନ୍ଦୁଥାଏ। 2 ହାତକୁ ଯୋଡ଼ି ଦେଇ କହୁଥାଏ କାଳିଆରେ, ଛୁଆଟାକୁ ମୋର ସାହା ହେଇଥିବୁ, ହେଲେ ସିଏ ବା କାହୁଁ ଜାଣିବ ଛୁଆଟା ତାର ଅନ୍ଧ ହୋଇଯାଇଛି ବୋଲି। ଏପଟେ ଅଣ୍ଡାଳି ଅଣ୍ଡାଳି ବାଟ ଚାଲୁଥାଏ ଶିବୁ। ତାରି ଭିତରେ କେତେଥର ଝୁଣ୍ଟି ପଡ଼ିଲାଣି ଆଉ ପାଦରୁ ତାର ରକ୍ତ ମଧ୍ୟ ବହିଗଲାଣି। ବିକଳ ହୋଇ କାନ୍ଦୁଥାଏ। ମଝିରେ ମଝିରେ ମାଆକୁ ଡାକୁଥାଏ କାଳିଆ ମୋର କେମିତି ବା ସହିଥାନ୍ତା। ହଠାତ୍ ଏତିକି ବେଳେ କେହି ଜଣେ ଶିବୁର ହାତକୁ ଧରିନେଲା। ଶିବୁ ଯେତେବେଳେ ଜାଣିପାରିଲା ହାତକୁ ତାର କେହି ଧରୁଛି ବୋଲି ସେ ଭେଁ ଭେଁ ହିଁ କାନ୍ଦିଲା। ହାତକୁ ଯୋଡ଼ି ଦେଇ କହିଲା ଛାଡ଼ିଦିଅ ମୋତେ, ମୋ ମା ପାଖକୁ ମୁଁ ଯିବି। ପିଲାଟି କହୁଥାଏ ନାଇଁରେ, ମୁଁ କେଉଁ ଚୋର ନୁହେଁ କି ମୁଁ କେଉଁ ଡାକୁ ନୁହେଁ, ମୁଁ ପରା କାଳିଆ। ଶିବୁ କହୁଥାଏ କୋଉ କାଳିଆ? ମା ମୋର ସବୁଦିନ ତାକୁ ଖାଇବାକୁ ଦିଏ, ଆଉ ତାକୁ ପୁଅ ବୋଲି ମଧ୍ୟ ଭାବିଛି, ତୁ ପୁଣି କୋଉ କାଳିଆ? ପିଲାଟି ହସୁଥାଏ। ଶିବୁ ପୁଣି କହିଲା ଯଦି ଟିକେ ଆଗରୁ ଆସିଥାନ୍ତୁ ହୁଏତ ମୁଁ ତୋତେ ଦେଖିପାରିଥାନ୍ତି, ଆଉ କିନ୍ତୁ ନୁହେଁ, ମୋର ପରା ଆଖି ନାହିଁ, ମୁଁ ଅନ୍ଧଟାଏ, ତୁ ମୋତେ ମିଛ କହୁନୁ ତ? ଆରେ ନାଇଁ ମୁଁ କାହିଁ ମିଛ କହିବି, ମୁଁ କେବେ ମିଛ କୁହେନି, ହେଲେ ତୁ ତ ଅନ୍ଧଟାଏ, ତୁ କୁଆଡ଼େ ଯିବୁ, ତୋ ଘର କୁଆଡ଼େ? ଶିବୁ ପୁଣି କହୁଥାଏ କୁଆଡ଼େ ଆଉ ଯିବି, ପାଦ ମୋର ଯୁଆଡ଼େ ମୋତେ ନେଇଯିବ ସିଆଡ଼େ ମୁଁ ଯିବି। ତୁ କ'ଣ ଜାଣିନଥିଲୁ ସେ ସନ୍ନ୍ୟାସୀ ପାଖକୁ ଗଲେ ସବୁଦିନ ପାଇଁ ଅନ୍ଧ ହୋଇଯିବୁ ବୋଲି? ହେଲେ ଜାଣି ଶୁଣି ସେଠୁ କ'ଣ ପାଇଁ ପାଣି ପିଇ ଦେଇ ଆସିଲୁ? କ'ଣ ଆଉ ତୋତେ କହିବି, ବିଚରା ବୁଢ଼ା ମଣିଷଟାଏ, ଜଙ୍ଗଲ ଭିତରେ ଏକୁଟିଆ ରହିଛି, ନା ତାର ଆଗକୁ କିଏ ଅଛି ନା ତାର ପଛକୁ। ଯଦି ସିଏ ଅନ୍ଧ ହୋଇଯାଇଥାନ୍ତେ ତାଙ୍କ ସେବା କିଏ ବା କରିଥାନ୍ତା? ସେ ତାଙ୍କ ନିଜ କାମ କେମିତି ବା କରିଥାନ୍ତେ? ସିଏ ପରା ଜଗତକୁ ଉଦ୍ଧାର ନିମନ୍ତେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି, ତପସ୍ୟା କରୁଛନ୍ତି। ସିଏ ପରା ମୋ ଜୀବନ ବଞ୍ଚେଇଲେ, ତା ଛଡ଼ା ମୋ ଜୀବନଠାରୁ କ'ଣ ମୋର ଆଖି ଏତେ ମୂଲ୍ୟବାନ? ଯେତେବେଳେ ଏତିକି କହିକି କାନ୍ଦି ପକାଉଥାଏ ଶିବୁ, ପିଲାଟି ସହିପାରିଲାନି, ତା ସାଥିରେ ମଧ୍ୟ କାନ୍ଦି ପକାଇଲା। ଦେଖିପାରିଲାନି ଶିବୁର ସେ ଅନ୍ଧ ଆଖିକୁ। ତାର 2 ହାତରେ କି ଯାଦୁ ଥିଲା କେଜାଣି, ତାର ସେ ଆଖି ଦିଟାରେ ହାତ ମାରିଦେଲା। ଏଥର ଶିବୁ ସବୁ ଦେଖିପାରିଲା। ଯେତେବେଳେ ଆଖି ଖୋଲିଛି
ଦେଖିଲା ତାରି ସାମ୍ନାରେ ସେ ଚକା ଆଖି। ପାଦ ତଳେ ପଡ଼ିଗଲା ଶିବୁ। କହୁଥାଏ, ଠାକୁରେ ସତରେ ତୁମେ ଆସିଛ? ଠାକୁର ଆଉ କ'ଣ ବା କହିବେ। ସେ ଏମିତି ଚାହିଁ ରହିଥାନ୍ତି ତାଙ୍କର ସେଇ ଭକ୍ତଟିର କାନ୍ଦ କାନ୍ଦ ମୁହଁକୁ। ଶିବୁ ପୁଣି କହୁଥାଏ, ଠାକୁରେ ମୁଁ ଆଜି ଧନ୍ୟ ହୋଇଗଲି ତୁମର ଏଇ ଦିବ୍ୟ ଦର୍ଶନ ପାଇ। ପ୍ରଭୁ ମୋର ପରମ ଦୟାଳୁ। ଭକ୍ତମାନଙ୍କ ଠାରୁ ପ୍ରଭୁ ମୋର କୌଣସି ନା କୌଣସି ରୂପରେ ପରୀକ୍ଷା ଟିକେ ନିଅନ୍ତି। ହେଲେ ଜାଣିଛ, ଶେଷରେ ସେଇ ଭକ୍ତ ହିଁ ଜିତିଥାଏ। ଯାହା ହଉ ମହାପ୍ରଭୁ ଦର୍ଶନ ଦେଇ ଚାଲିଗଲେ ସେଠୁ। ଆଉ ଶିବୁ ମଧ୍ୟ ହସ ହସ ମୁହଁରେ ଘରକୁ ଫେରିଲା, କାଳିଆର ସେଇ ନାମକୁ ଧରି। ମାଆକୁ ଯାଇ ସବୁ କଥା ଜଣେଇଲା। ମା ଯେତେବେଳେ ଏ କଥା ଶୁଣିଲା, ହାତ ଯୋଡ଼ି ଦେଇ କହୁଥାଏ, ହେ ମୋର କାଳିଆ ସୁନା, ହେ ମୋର କଳା ଠାକୁର, କେମିତି ବା ତୁମ ଋଣକୁ ଶୁଝିବି ଠାକୁରେ। ପୁଅକୁ ମୋର ଆଖି ଫେରାଇ ଦେଲ, ତାକୁ ତୁମ ଦର୍ଶନ ଦେଲ। ଧନ୍ୟ ହେ ଠାକୁରେ, ଧନ୍ୟ ତୁମର ଲୀଳା। ମା ପୁଅ ଦିଏ ସେମିତି ଚାହିଁ ରହିଥାନ୍ତି ସେ ଚକାଚକା ଆଖିକୁ। ଆଉ ମାଆଟି କହୁଥାଏ, ବୁଝିଲୁ ଶିବୁ, ଜୀବନରେ କେହି ଯଦି କେବେ ସାହାଯ୍ୟ କରିଥାଏ ତାକୁ କେବେ ଭୁଲିଯିବା ଭଲ ନୁହେଁ। ବରଂ ଯେତିକି ସମ୍ଭବ, ଯେତିକି ଶକ୍ତି ପାଇବ ତାକୁ ସାହାଯ୍ୟ କରିବୁ, ତାକୁ ମନେ ରଖିବୁ। ଠାକୁର ମୋର ଭାରି ଦୟାଳୁ। ସେ କେବେ ହେଲେ କାହାରି ଋଣକୁ ରଖନ୍ତିନି। ଆମେ କରିଥିବା ପ୍ରତ୍ୟେକଟି ସାହାଯ୍ୟର ଫଳ ସେ ଆମକୁ ନିଶ୍ଚୟ ଦିଅନ୍ତି। ଏଇ ଯେମିତି ତୁ ସନ୍ନ୍ୟାସୀଙ୍କ ପାଇଁ ତୋର ଆଖି ଦାନ କରିଦେଲୁ, ଆଉ ମହାପ୍ରଭୁ ନିଜେ ଆସି ତୋ ଆଖି ତୋତେ ଫେରାଇ ଦେଲେ। ଠାକୁର ମୋର ଭାରି ଦୟାଳୁ। ତାଙ୍କଠାରେ ଟିକେ ଭରସା ରଖିଥା, ତାଙ୍କୁ ଟିକେ ବିଶ୍ୱାସ କରିଥା, ଆଉ ତାଙ୍କୁ ଟିକେ ଭଲ ପାଇଥା। ନମସ୍କାର। କାହିଁକି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ମହାପ୍ରଭୁଙ୍କର ଅପାର କରୁଣାରେ ସମସ୍ତେ ଭଲରେ ଥାନ୍ତୁ। ଜୟ ଜଗନ୍ନାଥ।